ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ବଡ଼ପୋଖରିଆ ମା ଉଗ୍ରତାରା ପେଟ୍ରୋଲ ଟାଙ୍କିରେ ଗେଲ୍ ଇଣ୍ଡିଆ ଓ ଏଚ୍ପିସିଏଲ୍ ମିଳିତ ସହଯୋଗରେ ବଡ଼ପୋଖରିଆ ପେଟ୍ରୋଲ ଟାଙ୍କିରେ ସିଏନ୍ଜି ଟାଙ୍କିର ଶୁଭ ଉଦ୍ଘାଟନ ହୋଇଯାଇଛି। ସିଏନ୍ଜି ଟାଙ୍କି ଉଦ୍ଘାଟନ ଦିବସରେ ମୁଖ୍ୟ ଅତିଥି ଭାବରେ ଗେଲ୍ ଇଣ୍ଡିଆର ଓଡ଼ିଶା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଚ୍.କେ. ଗର୍ଗ ଓ ମୁଖ୍ୟ ପରିଚାଳକ କୌଶି ଦାସ ଓ ଏଚ୍ପିସିଏଲ୍ର ମୁଖ୍ୟ ପରିଚାଳକ ସୁଧୀର ରଞ୍ଜନ ଷଡ଼ଙ୍ଗୀ, ଓଡ଼ିଶା ମୁଖ୍ୟ ପରିଚାଳକ ରାହୁଲ ବୋରା, ମାର୍କେଟିଂ ଅଫିସର ପିଣ୍ଟୁ କୁମାର ଶର୍ମା ପ୍ରମୁଖଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଫିତା କାଟି ସିଏନ୍ଜି ଟାଙ୍କିର ଶୁଭ ଉଦ୍ଘାଟନ କରିଥିଲେ। ଏହି ସିଏନ୍ଜି ଟାଙ୍କି ସ୍ଥାପନ ହେବା ଦ୍ୱାରା ବଡ଼ପୋଖରିଆ ସହ ଆଖପାଖ ଅଞ୍ଚଳର ଯାନବାହନ ଚାଳକମାନେ ସୁବିଧା ପାଇପାରିବେ। ସିଏନ୍ଜି ଏକ ସ୍ୱଚ୍ଛ ଓ ପରିବେଶ ବନ୍ଧୁ ଇନ୍ଧନ ହେବାରୁ ବାୟୁ ପ୍ରଦୂଷଣ କମିବା ସହିତ ଇନ୍ଧନ ଖର୍ଚ୍ଚ କମ୍ ରହିବ। ବିଭିନ୍ନ ଅତିଥିମାନଙ୍କ ମଧ୍ୟରେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ଏହି ସିଏନ୍ଜି ଟାଙ୍କି ଅଞ୍ଚଳର ଉନ୍ନତିରେ ଏକ ନୂଆ ଦିଗ ଖୋଲିବା ସହ ରୋଜଗାର ସୃଷ୍ଟିର ସହାୟକ ହେବ। ସ୍ଥାନୀୟ ଲୋକମାନେ ଏହି ପ୍ରକଳ୍ପକୁ ସ୍ୱାଗତ କରି ଖୁସି ପ୍ରକାଶ କରିଛନ୍ତି। ଶେଷରେ ଉକ୍ତ ପେଟ୍ରୋଲ ପମ୍ପ ପ୍ରୋପାଇଟର ପ୍ରଭାତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିବା ଜଣାପଡ଼ିଛି।